ଆକ୍ୱାକଲଚର୍ସ ଏମ୍ପ୍ଲୟିଜ୍ ଆସୋସିଏସନ୍ ପକ୍ଷରୁ ଶନିବାର ଦିନ ବାଲେଶ୍ୱରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସହରର ଅଟି ରୋଡ୍ ଅଞ୍ଚଳରେ ଥିବା ହୋଟେଲ ହରି ପ୍ଲାଜା ପରିସରରେ ଏହି ଶିବିର ଆୟୋଜିତ ହୋଇଥିଲା। ସଦର ବିଧାୟକ ମାନସ କୁମାର ଦତ୍ତ, ବାଲେଶ୍ୱର ଚାମ୍ବର ଅଫ୍ ଇଣ୍ଡଷ୍ଟ୍ରିଜ୍ ଆଣ୍ଡ କମର୍ସର ସମ୍ପାଦକ ସଂଗ୍ରାମ କୁମାର ଦାସ ମିଳିତ ଭାବେ ଏହି ଶିବିରକୁ ଉଦ୍ଘାଟନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ସେଠାରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ଦତ୍ତ, ଶ୍ରୀ ଦାସ ଏବଂ ରକ୍ତଭଣ୍ଡାର ଅଧିକାରୀ ଡକ୍ଟର ବସନ୍ତ କୁମାର ଉପାଧ୍ୟାୟ ଯୋଗ ଦେଇ ଆବଶ୍ୟକ ବେଳେ ଏକ ବୁନ୍ଦା ରକ୍ତ ଜଣେ ରୋଗୀକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଇପାରେ, ତେଣୁ ଏହିଭଳି ମହତ୍ କାର୍ଯ୍ୟରେ ସମସ୍ତେ ଆଗେଇ ଆସିବା ସହ ରକ୍ତଦାନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ସଂଗଠନର ସଭାପତି କମଳାକାନ୍ତ ଦାସ, ଉପସଭାପତି ସନ୍ତୋଷ କୁମାର ସ୍ୱାଇଁ, ସମ୍ପାଦକ ଅରବିନ୍ଦ ରାୟ, ସହ ସମ୍ପାଦକ ଦେବପ୍ରସାଦ ରାଉତ, ଯୁଗ୍ମ ସମ୍ପାଦକ କରୁଣାକର ହତା, ସଂଯୋଜକ ଦୀପକ କୁମାର ପ୍ରଧାନ, ବୀରେନ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ରକ୍ତଦାନର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ। ଏହାସହ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରକାଶ କରିଥିଲେ। ଏଥିରେ ଆସୋସିଏସନର ସମସ୍ତ ସଦସ୍ୟ ରକ୍ତଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ପଣ୍ଡା, ମାନସ ଜେନା, ସମ୍ବିତ ପାତ୍ର, କାର୍ତ୍ତିକ ରାଉତ, ଶିବାଜୀ ରାଉତ, କାର୍ତ୍ତିକ ନାୟକଙ୍କ ସମେତ ଆସୋସିଏସନର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ଦେଖନ୍ତୁ ଆଜି ମାନେ ଏକ ନିଆରା ପ୍ରୟାସ ଏକ୍ୱାକଲଚର ଏମ୍ପ୍ଲୟିଜ୍ ଆସୋସିଏସନ୍ ତରଫରୁ ଏଠି ସ୍ଥାନୀୟ ଆମର ହରି ପ୍ଲାଜା ଠାରେ ହେଇଛି। ଆପଣ ଜାଣିଛନ୍ତି ଦୈନନ୍ଦିନ ଜୀବନରେ ରକ୍ତର ମହତ୍ଵ କେତେ। ଆଜି ରକ୍ତ ଅଭାବରୁ ବି ଅନେକ ଜୀବନକୁ ବଞ୍ଚାଇବା ପାଇଁ ଯେଉଁ ଏ ନିଆରା ପ୍ରୟାସ କରିଛନ୍ତି, ମୁଁ ତାଙ୍କୁ ସାଧୁବାଦ ଜଣାଉଛି। ସବୁ ସମାଜସେବୀ ମାନେ, ସମସ୍ତ ସ୍ୱେଚ୍ଛାସେବୀ ମାନେ, ବିଶେଷ କରିକି ତାଙ୍କର ଏମ୍ପ୍ଲୟିଜ୍ ମାନେ ସ୍ୱଇଚ୍ଛାରେ, ମୁଁ ଏବେ ପଚାରୁଥିଲି ପ୍ରଥମ ଥର ରକ୍ତଦାତା ବି ଏଠି ଅଛନ୍ତି, ତେଣୁ ମୁଁ ତାଙ୍କୁ ଅନୁରୋଧ କରୁଛି କି ନିୟମିତ ଭାବରେ ସେମାନେ ରକ୍ତ ଦିଅନ୍ତୁ। ରକ୍ତଦାନ ଭଳିଆ ମହତ୍ ଦାନ ଆଉ କିଛି ବି ନାହିଁ। ଆପଣଙ୍କ ମାଧ୍ୟମରେ ସମସ୍ତ ଅନୁଷ୍ଠାନମାନଙ୍କୁ ବି ଅନୁରୋଧ କରୁଛି, ଯେହେତୁ ବାଲେଶ୍ୱର ବ୍ଲଡ଼ ବ୍ୟାଙ୍କରେ ବ୍ଲଡ଼ର ଆବଶ୍ୟକତା ଦୈନନ୍ଦିନ ଅଛି, ତେଣୁ ସମସ୍ତେ ନିୟମିତ ଭାବରେ ରକ୍ତଦାନ କରନ୍ତୁ, ଜୀବନକୁ ବଞ୍ଚାନ୍ତୁ। ଆଉ ଏ ପ୍ରକାର ସାଧୁ ପ୍ରୟାସ ଯେଉଁ ଏତେ ଭଲ କାର୍ଯ୍ୟକ୍ରମ କରିଛନ୍ତି, ସେଥିପାଇଁ ମୁଁ ବହୁତ ବହୁତ ତାଙ୍କୁ ସାଧୁବାଦ ଜଣାଉଛି। ଆମର ଯାହା ମୁଁ ଧନ୍ୟବାଦ ଦେବି, ଆମର ଯେଉଁ ଏକ୍ୱାକଲଚର ଏଇ ଯେଉଁ ଟେକ୍ନିକାଲ ଆସୋସିଏସନ୍ ଅଛି ସାରା ଓଡ଼ିଶାର, ସେମାନେ ବହୁତ ଭଲ କାର୍ଯ୍ୟ ସବୁ କରୁଛନ୍ତି। ଆଉ ରକ୍ତଦାନ ତ ମହତ୍ ଦାନ। ଆଉ ସେ ଏଟାକୁ ଆଜି ଯେଉଁ ଅର୍ଗାନାଇଜ୍ କରିଛନ୍ତି, ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଆଉ ତାଙ୍କର ଉତ୍ତରୋତ୍ତର ଉନ୍ନତି ମଧ୍ୟ କାମନା। ଆମେ ବହୁତ ସୋସିଆଲ ଆକ୍ଟିଭିଟି କରୁଛୁ, ଯେଉଁଟାକି ବ୍ଲଡ଼ ଡୋନେସନ୍ କ୍ୟାମ୍ପ, ବ୍ଲାଙ୍କେଟ୍ ଡିଷ୍ଟ୍ରିବ୍ୟୁସନ୍, ଗରିବ ଲୋକଙ୍କ ପାଇଁ ସାହାଯ୍ୟ କିମ୍ବା ହେଲ୍ଥ କ୍ୟାମ୍ପ ଏସବୁ କରାଉଛୁ। କାହିଁକିନା ଆମ ଆସୋସିଏସନ୍ର ପାଖାପାଖି 215 ଜଣ ସଭ୍ୟ ହେଇଗଲେଣି ଏବଂ ଦେ ଆର୍ ରେଜିଷ୍ଟର୍ଡ଼ ମେମ୍ବର। ଆମେ 2018 ମସିହାରେ ଏଇଟା ଗୋଟେ ଆରମ୍ଭ କରିଥିଲୁ ଏବଂ 2023 ମସିହାରେ ଆମେ ରେଜିଷ୍ଟର୍ଡ଼ ସାର୍ଟିଫିକେଟ୍ ପାଇଲୁ। ସେଥିପାଇଁ ମୁଁ ଧନ୍ୟବାଦ ଯେ ମୋର ସମସ୍ତ ବନ୍ଧୁ ଆସି ଏଇଠି ବ୍ଲଡ଼ ଡୋନେସନ୍ରେ ଯୋଗ ଦେଇଛନ୍ତି ଏବଂ ନିଜେ ଖୁସିରେ ରକ୍ତଦାନ କରୁଛନ୍ତି। ସେଇଥିପାଇଁ ମୁଁ ବହୁତ ଧନ୍ୟବାଦ। ଏବଂ ବାଲେଶ୍ୱର ସଦର MLA ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଏବଂ ଫିଡ୍ ଡିଲର ଆସୋସିଏସନ୍ର ପ୍ରେସିଡେଣ୍ଟ ମିଷ୍ଟର ସଂଗ୍ରାମ ଦାସ ଏବଂ ସେକ୍ରେଟାରୀ ମିଷ୍ଟର ଅଭୟ ମହାପାତ୍ର, ସେମାନେ ମଧ୍ୟ ଆସିଛନ୍ତି ଆମ ଗଣରେ ଆମମାନଙ୍କୁ ଉଚିତ ମାର୍ଗ ଦେଖାଇବା ପାଇଁ। ସେଥିପାଇଁ ମୁଁ ଧନ୍ୟବାଦ ଦେଉଛି ଏବଂ ପ୍ରେସ୍ ମିଡ଼ିଆକୁ ମଧ୍ୟ ମୁଁ ଏଥିପାଇଁ ବହୁତ ଧନ୍ୟବାଦ ଦେଉଛି।